ପିଲାମାନେ ଭଲ ଅଛ? ଆଜ୍ଞା ଦିଦି। ସମସ୍ତେ ଖାଇଛଟି? ଆଜ୍ଞା ଦିଦି। ମନ ଦେଇକି ପାଠ ପଢିବ ସମସ୍ତେ। ଆଜ୍ଞା ଦିଦି। ଆମେ ଆଜି ଚିତ୍ର ଦେଖିକିରି ଗପ ପଢିବା। ଶୁଣିବା କହିବା। ଏଇ ଚିତ୍ରକୁ ଦେଖୁଛ? ସମସ୍ତେ ଦେଖ ଏଇ ଚିତ୍ରକୁ। ଏଇ ଚିତ୍ରଟି ହେଉଛି କାଉର ଗପ ହେଲା। ସମସ୍ତେ ଜାଣିଛ? ନହେଲେ ତମମାନେ ମୋ ଠାରୁ ଏଇ ଗପ ବିଷୟରେ ଆଜି ଶୁଣ ହେଲା। କାଉଟିଏ ଥିଲା, ଗୋଟିଏ କାଉ ଥିଲା। ପ୍ରବଳ ଖରା ହଉଥାଏ। ଗ୍ରୀଷ୍ମ ଋତୁରେ ପ୍ରବଳ ଖରା। କାଉଟି କଣ କରୁଥିଲା ନା ଉଡ଼ି ବାଟରେ ଯାଉଥିଲା। ବାଟରେ କଣ ହେଇଛି ନା ଉଡ଼ି ଯିବା ବାଟରେ ତାକୁ ପ୍ରବଳ ଜୋରେ ଶୋଷ ଯେମିତି ଲାଗିଲା। ସେ ସେଠୁ ପାଣି ଆସିଲା, ଉଡ଼ିକି ପାଣି ଖୋଜିଲା। ପାଣି କୋଉଠି ପାଇଲାନି। ପୁଣି କିଛି ବାଟ ଉଡ଼ିଗଲା ପରେ ଦେଖିଲା ଯେ ଗୋଟେ ଛୋଟ ମାଠିଆରେ ପାଣି ତାର ଚକିରେ ତଳେ ଅଛି। ସେ ତାର ଥଣ୍ଟ ବଢ଼େଇଲା ସେଠାକୁ ଯାଇକିରି, ସେ ମାଠିଆ ପାଖକୁ ଯାଇକିରି ଥଣ୍ଟଟି ବଢ଼େଇଲା। କିନ୍ତୁ ତା ଥଣ୍ଟ ପାଇଲା ନାହିଁ। ସେ କଣ କରିବ? କେମିତି ପାଣି ପିଇବ? କେମିତି ତା ଶୋଷ ମେଣ୍ଟେଇବ? ପ୍ରବଳ ଶୋଷ କରୁଛି, ଖରା ଭୀଷଣ ହଉଛି, କେମିତି ସେ ପାଣି ପିଇବ? ସେଇଠୁ ସେ କଣ କଲା ନା କିଛି ଦୂର ବାଟ ଉଡ଼ି ଯାଇକିରି କଣ କଲା? ଗୋଡ଼ି ଆଣିକି ଆସିଲା। ଗୋଡ଼ି ଆଣିକି ଆସି ସେ ମାଠିଆ ଭିତରେ ପକେଇଲା। ମାଠିଆ ଭିତରେ ପକେଇବାରୁ ପାଣି ଟିକେ ଉପରକୁ ଉଠିଲା। ପୁଣି ତା ଥଣ୍ଡ ବଢ଼ିଲା, ପାଇଲାନି। ପୁଣି ଆଉ କଣ କଲା ନା ଆଉ 2-4ଟା ଗୋଡ଼ି ଆଣି ମାଠିଆ ଭିତରେ ପକେଇଲା। ଏଇଠି ପକେଇଛି ଦେଖ, ଏଇଠି ପକେଇଛି ଦେଖ। ପକେଇଲା କେତେ ଗୋଡ଼ି ଆଣିକିରି ସେ କଣ କଲା ନା ମାଠିଆ ଭିତରକୁ ଗୋଡ଼ି ପକେଇଲା। ତାର ଶୋଷ ସେ ମେଣ୍ଟେଇବା ପାଇଁ ଗୋଡ଼ି ମାଠିଆ ଭିତରେ ପକେଇଲା। ପୁଣି ଥଣ୍ଟ ବଢ଼େଇଲା, ସେ ଥଣ୍ଟ ତାର ପାଇଲାନି। ଥଣ୍ଟ ଯେତେବେଳେ ଗଲା ପୁଣି ଆଉ ଗୋଡ଼ି ଆଣିଲା। ପୁଣି ଥଣ୍ଟ ବଢ଼େଇଲା, ଥଣ୍ଟ ପୁଣି ପାଇଲାନି। ପୁଣି ଆଉ ଗୋଡ଼ି ଆଣିଲା, ଥଣ୍ଟ ବଢ଼େଇଲା। ଏଇଠୁ ଲାଷ୍ଟକୁ କଣ କଲା ନା ବହୁତ ଗୋଡ଼ି ହେଇଯିବାରୁ ପାଣିରେ ଉଚ୍ଚାକୁ ଉଠିଗଲା। ମାଠିଆ ଉଚ୍ଚାକୁ ପାଣି ଉଠିଗଲା। ସେଇଠୁ କାଉଟି ମନ ଖୁସିରେ ପାଣି ପିଇଲା। ତାପରେ ମନ ଖୁସିରେ ସେ ତା ବାସସ୍ଥାନକୁ ଫେରିଗଲା। ତାହେଲେ ପିଲାମାନେ ଆମେ ଏଥିରୁ କଣ ଶିଖିଲେ? ଏଇ ଗପଟି ତମକୁ ଭଲ ଲାଗିଲା କି? ହଁ, ଏଥିରୁ ଆମେ କଣ ଶିଖିଲା? କଠିନ ପରିଶ୍ରମ କଲେ ସଫଳତା ଆମେ ନିଶ୍ଚିତ ପାଇବା। କଠିନ ପରିଶ୍ରମ କଲେ ଆମେ ସଫଳତା ନିଶ୍ଚିତ ଭାବରେ ପାଇବା। ଯେଭଳି ଭାବେ କାଉ ପରିଶ୍ରମ କଲା। କାଉ କିଭଳି ପରିଶ୍ରମ କଲା ନା କାଉ ଗୋଡ଼ି ଆଣି ମାଠିଆ ଭିତରେ ପକେଇବାରୁ ମାଠିଆରେ ପାଣିଟା ଉଚ୍ଚାକୁ ଉଠିଲା। ସେ ପରିଶ୍ରମ କରି ସେ ଗୋଡ଼ି ପକେଇଥିଲା। ଯେମିତି ଉଚ୍ଚାକୁ ଉଠିଲା, କାଉଟି ମନ ଖୁସିରେ ପାଣି ପିଇ ପାରିଲା। ତମେ ମାନେ ସେମିତି ମନ ଦେଇ କଠିନ ପରିଶ୍ରମ କରି ପାଠ ପଢ଼ିବ, ଯାହାଦ୍ୱାରା ତମେ ସଫଳତା ନିଶ୍ଚିତ ପାଇବ। ଶ୍ରେଣୀ ଗୃହରେ ସମସ୍ତଙ୍କ ଠାରୁ ପ୍ରଥମ ସ୍ଥାନ ଅଧିକାର କରିବ। କେମିତି ନା କାଉ ଯେଉଁଭଳି ଭାବେ ପରିଶ୍ରମ କଲା।